ଏହିପରି ଫ୍ୟାବ୍ରିକ୍ ଥିଲେ କିଭଳି ଭାବରେ ଆମେ ଲାଇନିଂକୁ ସିଲେଇ କରିବା ଆଜିର ଭିଡ଼ିଓରେ ଶିଖିବା। ତ ପ୍ରଥମେ ଏଠାରେ ପ୍ରେସ୍ କରିକି ଆପଣମାନେ ମେନ୍ ଫ୍ୟାବ୍ରିକ୍ ଲାଇନିଂକୁ ଏଠାରେ ନେଇଯିବେ। ତାପରେ ମେଜରମେଣ୍ଟ ହିସାବରେ ଆପଣମାନେ ଏଠାରେ ଯେଉଁଟା ଆମର ଲାଇନିଂ କପଡ଼ା ରହିଲା କଟିଂ କରିନେବେ। ମେନ୍ ଫ୍ୟାବ୍ରିକ୍କୁ ଓଲଟା ପଟେ ରଖିନେଲି। ତାପରେ ସେଇ ହିସାବରେ ଆମେ ଏଠାରେ ସେଟ୍ କରିବା ଯେମିତିକି ଆମର ସିଧା ପଟେ ଯେତେବେଳକୁ ଆଣିବା ବ୍ଲାଉଜ୍ ସବୁଗୁଡ଼ା ପାର୍ଟକ ଠିକ୍ ଭାବରେ ଜଏଣ୍ଟ ହେଇପାରୁଥିବ। ତ ଏଇଭଳି ଭାବରେ ରଖିଲା ପରେ ଆମେ ଏବେ ଷ୍ଟିଚ୍ ଲଗାଇବା ନାହିଁ। ତ ଏଠାରେ ମୁଁ ଫେବ୍ରିକ୍ ଗ୍ଲୁ ଲଗାଇବି। ଏଠାରେ ବ୍ୟାକ୍ ସାଇଡ଼୍ରେ ଦେଖନ୍ତୁ ଆଗରୁ ଲଗାଇ ସାରିଛି, ଏଠାରେ ଭଲ ଭାବରେ ଲାଗି ସାରିଛି। ଏବେ ଆମେ ଆଉ ଗୋଟେ ପାର୍ଟରେ ଲଗାଇକି ଦେଖିବା। ତ ଏଠାରେ ଗୋଟେ ପାର୍ଟ ନେଉଛି, ଦେଖନ୍ତୁ ଯେକୌଣସି ପାର୍ଟ ନେବେ ତାର ସାଇଡ଼୍ରେ ଚକ୍ ମାର୍କ କରିନେବେ। ଏଠାରେ ମାର୍କିଂ କରିସାରିଲା ପରେ ଦେଖନ୍ତୁ ଚକ୍ ମାର୍କର ଭିତରକୁ ମାନେ ସେ ମାର୍କିଂ ସାଇଡ଼୍ରେ ହିଁ ଆପଣମାନେ ଅଠାକୁ ଲଗାଇବେ। ବେଶୀ ଭିତରକୁ ନେବେନି କି ବେଶୀ ବାହାରକୁ ଆଣିବେ ନାହିଁ, ଏଇଟା ଆମର ଷ୍ଟିଚ୍ ମାର୍ଜିନରେ କଟିଯିବ। ତ ଏଇଭଳି ଭାବରେ କରିନେବେ। ଏଠାରେ କଟନ୍ କପଡ଼ା ନେଇକି ମୁଁ ଏକ୍ସଟ୍ରା ଅଠାକୁ ପ୍ରେସ୍ କରିନେଲି। ଚାରି ସାଇଡ଼୍ରେ ଏଇଭଳି ଭାବରେ କରିନେବେ। ତ ୟାକୁ ଶୁଖିବାକୁ ଛାଡ଼ିଦେବେ ସବୁଗୁଡ଼ା ପାର୍ଟକୁ। ତାପରେ ଦେଖନ୍ତୁ ସାଇଜ୍ ଭାବରେ କଟିଂ କଲା ପରେ ଏଇଭଳି ଭାବରେ ଆପଣଙ୍କ ସାମ୍ନାରେ। ତ ଏଠାରେ ଦେଖିପାରୁଥିବେ କପଡ଼ାରେ କୌଣସି ଜାଗାରେ ରିଙ୍କଲ୍ସ ଆସିନାହିଁ। ଭଲ ଭାବରେ ଆମର ଲାଇନିଂ ସହିତ ମେନ୍ ଫ୍ୟାବ୍ରିକ୍ ଜଏଣ୍ଟ ହୋଇସାରିଛି। ଧନ୍ୟବାଦ।